भगवान विष्णु को लीला को बुझिबा अत्यंत कठिन। प्रथमे मु भाबिथिली जे भगवान विष्णु प्रजापति सपक्ष रहिबे, किंतु एबे बुझी पारुची जे समस्त खेल सी सती को दक्षंक रेखारु बाहर को आनिबा पई रचिथिले। देखंतु ना, चंद्रमा एपर्यंत भी समाप्त हेई नहंती। एबे भी तांका शरीर रे प्राण अछि। आमे एबे भी तांका जीवन को रक्षा करि परिबा। बस आमे पूर्ण हृदय रे शिवं को ध्यान करी चंद्रमा को प्राण रक्षा पाई महामृत्युंजय मंत्र को जप करबा को हेबो। अनर्थ है प्रजापति, बुझी पारुनी जे आपण को अभिशाप शिव किपरि मुक्त हो गले। सती प्रभास क्षेत्र रे चंद्रमा परिवार सहित अछंती। सती सेठी चंद्रमा प्राण रक्षा निमंते महामृत्युंजय मंत्र नहीं कि जाइछंती। महामृत्युंजय मंत्र भी एबे चंद्रमा अकाल मृत्यु को अटकई पारिबो नाही। बस किछि क्षण मध्यरे मोर नूतन ग्रह वयोम हबाकु जाउछि। एपटे वयोम नेत्र खोलिब और सेपटे चंद्रमा नेत्र सदा सर्वदा पई बंद हो जिवो। नाक निर्माण हवा परे ग्रहरे श्वास आसीजिब आउ चंद्रमा श्वास सर्वदा पाई बंद हो जिवो। बस किछि क्षण मध्य किछि क्षणर कथा। आसंतु महादेव, आसंतु मो पई आसंती। एथर समस्तंक पई आसंतु। चंद्रमा प्राणर रक्षा करिबा पई आसंतु। आसंतु महादेव।
से आसीगले महादेव आसीगले भोलानाथ आसी जाइछंती। कर्पूरगौरं करुणावतारं संसारसारं भुजगेन्द्रहारं कर्पूरगौरं करुणावतारं संसारसारं भुजगेन्द्रहारं सदा वसन्तं हृदयारविन्दे सदा वसन्तं हृदयारविन्दे भवं भवानी सहितं नमामि भवं भवानी सहितं नमामि। भोलानाथंकर जय। हर हर महादेव हर हर महादेव भोलानाथंकर भोलानाथंकर। मोर नूतन ग्रह वयम हो पारिला नहीं, परंतु से चंद्रमा भी अभिशाप मुक्त नुहंती। तांको क्षय हवाको पड़िबो। दक्षर अभिशापरु मुक्त पाइबार शक्ति काहारी पाखरे नहीं, काहारी मध्यरे नहीं। आपण मते अभिशापर मुक्त करदेले धन्यवाद जणैबा पई मो पाखरे शब्द नहीं महादेव। आपण प्रजापति अभिशाप मुक्त होना चंद्रदेव। कौन महामृत्युंजय जप द्वारा प्रजापति अभिशापर प्रभाव अवश्य कमी, किंतु टली जाए नहीं। आपण अपराध भी क्षमायोग्य नुहे चंद्रदेव। आपण रेवती को सहमति रे विवाह करिसेंती, अतएव तांको निज पत्नीर सम्मान
ଆଉ ଅଧିକାର ଦେବା ନିଜର କର୍ତ୍ତବ୍ୟ। କିନ୍ତୁ ଆପଣ ଆପଣଙ୍କ କର୍ତ୍ତବ୍ୟ ପାଳନ କରିନାହାନ୍ତି, ଆଉ ଏହା ଏକ ଅପରାଧ। ଆଉ ଅପରାଧ ପାଇଁ ଦଣ୍ଡ ମିଳିବା ନିଶ୍ଚିତ। ପ୍ରଜାପତି ଦକ୍ଷ ଚନ୍ଦ୍ରଦେବଙ୍କୁ ଦଣ୍ଡ ଦେଇ ସମ୍ପୂର୍ଣ୍ଣ ଠିକ୍ କରିଛନ୍ତି। କେହି ସାମାନ୍ୟ ପିତା ହେଇଥିଲେ ଆପଣଙ୍କୁ ଅବଶ୍ୟ କ୍ଷମା କରିଥାନ୍ତେ, କିନ୍ତୁ ସିଏ ସାମାନ୍ୟ ନୁହନ୍ତି, ସିଏ ପ୍ରଜାପତି ଦକ୍ଷ। ଏ ସମାଜର ସଞ୍ଚାଳନର ଉତ୍ତରଦାୟିତ୍ୱ ତାଙ୍କ କାନ୍ଧ ଉପରେ। ଯଦି ସିଏ ନିଜ ଜାମାତାକୁ କ୍ଷମା କରିଥାନ୍ତେ ତେବେ ସମାଜକୁ ଭୁଲ ସନ୍ଦେଶ ଯାଇଥାନ୍ତା। ମୁଁ ତ ଅତି ପ୍ରସନ୍ନ ଯେ ପ୍ରଜାପତି ନିଜ ପାରିବାରିକ ସମ୍ବନ୍ଧକୁ ତ୍ୟାଗ କରି ନ୍ୟାୟ ଧର୍ମ ପାଳନ କରିଛନ୍ତି, ଆଉ ଆପଣଙ୍କୁ ସେଇ ଦଣ୍ଡ ଦେଇଛନ୍ତି ଯାହାର ଆପଣ ଅଧିକାରୀ। କ୍ଷମା କରିଦିଅନ୍ତୁ ପ୍ରଭୁ, ମୋତେ ବଞ୍ଚାନ୍ତୁ। ନିଜର ଅପରାଧ ପାଇଁ ମୁଁ ଆପଣଙ୍କୁ କ୍ଷମା ମାଗୁଛି। ମୁଁ ଆପଣଙ୍କୁ କଥା ଦଉଛି ଯେ ରେବତୀଙ୍କୁ ମୁଁ ଭବିଷ୍ୟତରେ ପୂର୍ଣ୍ଣ ସମ୍ମାନ ଦେବି। ପରନ୍ତୁ ଆପଣ ମୋତେ ବଞ୍ଚାନ୍ତୁ, ରକ୍ଷା କରନ୍ତୁ। ମହାଦେବ, ମୁଁ ତ ପୁତ୍ରବିହୀନ ହେଇ ରହିପାରିବି, କିନ୍ତୁ ଏ ସଂସାର ଚନ୍ଦ୍ରବିହୀନ ହେଇ କିପରି ରହିପାରିବ? ସଂସାର ପାଇଁ, ସୃଷ୍ଟିର ସନ୍ତୁଳନ ସଜାଡ଼ି ରଖିବା ପାଇଁ ମୋ ପୁତ୍ରକୁ ବଞ୍ଚେଇ ଦିଅନ୍ତୁ ମହାଦେବ, ବଞ୍ଚେଇ ଦିଅନ୍ତୁ। ମହାଦେବ, ଯଦି ଆପଣ ପ୍ରଜାପତିଙ୍କ ଅଭିଶାପକୁ ପୂର୍ଣ୍ଣ ରୂପେ ଖଣ୍ଡନ କରି ନ ପାରିବେ ତେବେ କୌଣସି ଏପରି ବରଦାନ ଦିଅନ୍ତୁ ଯେମିତି ଚନ୍ଦ୍ରମା ଜୀବନଦାନ ପାଇବେ। କିଛି ବି କରନ୍ତୁ, ପରନ୍ତୁ ମୋ ପୁତ୍ରଙ୍କୁ ବଞ୍ଚେଇ ଦିଅନ୍ତୁ ମହାଦେବ। ମୋ ସ୍ୱାମୀଙ୍କୁ ବଞ୍ଚେଇ ଦିଅନ୍ତୁ ଭୋଳାନାଥ। ଶିବ ତ କଲ୍ୟାଣର ଦ୍ୱିତୀୟ ନାମ। ଯେତେବେଳେ ଆପଣଙ୍କ ଶରଣକୁ ଆସି ମାର୍କଣ୍ଡେୟ ଋଷିଙ୍କର ମୃତ୍ୟୁ ଅମରତ୍ୱରେ ବଦଳି ଯାଇପାରେ, ଚନ୍ଦ୍ରମାଙ୍କ ଅଭିଶାପ କାହିଁକି ଖଣ୍ଡନ ହେଇପାରିବନି ପ୍ରଭୁ? ଏହା କିପରି ସମ୍ଭବ? କଣ ଆପଣ ଶରଣାଗତର ରକ୍ଷା କରିବେନି? ଆପଣଙ୍କୁ ଚନ୍ଦ୍ରମାଙ୍କର ରକ୍ଷା କରିବାକୁ ହିଁ ପଡ଼ିବ ପ୍ରଭୁ। ଚନ୍ଦ୍ରଦେବଙ୍କ ଅପରାଧ ତ କ୍ଷମାଯୋଗ୍ୟ ନୁହଁ, ପରନ୍ତୁ ଏ ସୃଷ୍ଟିର ହିତ ପାଇଁ ମୁଁ ୟାଙ୍କୁ ଜୀବନଦାନ ଅବଶ୍ୟ ଦେବି। ଯଦି ବା ମୁଁ ତାଙ୍କୁ ପ୍ରଜାପତିଙ୍କ ଅଭିଶାପରୁ ମୁକ୍ତ କରିପାରିବି ନାହିଁ, ପରନ୍ତୁ ନିଜ ମସ୍ତକରେ ଧାରଣ କରି ପ୍ରଜାପତିଙ୍କ ଅଭିଶାପରୁ ଅଭୟଦାନ ଅବଶ୍ୟ ଦେଇପାରିବି। ମହାଦେବ, ଆପଣ ଚନ୍ଦ୍ରମାଙ୍କୁ ନିଜ ମସ୍ତକରେ ଧାରଣ କରିବା ପୂର୍ବରୁ ମୋର ଅନ୍ୟ ଏକ ବିନତି ଅଛି ଆପଣଙ୍କ ପାଖରେ। ଆଜିର ତିଥି ବହୁତ ଶୁଭ ରୁଚି ଦଧିଛି। ଆଜି ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେବ। କୁହନ୍ତୁ। ପ୍ରଭୁ, ଆପଣଙ୍କ ଭକ୍ତ ସର୍ବଦା ଆପଣଙ୍କ ପ୍ରତିମାକୁ ପୂଜା କରିଥାନ୍ତି, ଅପିତୁ ଆଜି ଆମେ ସମସ୍ତେ ଆପଣଙ୍କୁ ପ୍ରତ୍ୟକ୍ଷ ପୂଜା କରିବାର ସୌଭାଗ୍ୟ ପ୍ରାପ୍ତ କରିବାକୁ ଚାହୁଁଛୁ। ଯଦି ଆପଣ ଆଜ୍ଞା ଦେବେ, ତେବେ ପ୍ରସନ୍ନତାର ଏହି ଅବସରରେ ଆମେ ସମସ୍ତେ ଆପଣଙ୍କ ସମ୍ମୁଖରେ ଆପଣଙ୍କ ପାଇଁ ଉତ୍ସବ କରିବାକୁ ଚାହୁଁଛୁ।
जातु उत्सवर प्रस्तुति करंतु उत्सव उपरांते मु चंद्रदेव को धारण करी। हर हर महादेव हर हर महादेव हर हर महादेव हर हर महादेव महादेवंकर जय महादेवंकर जय। सब एठे अपूर्ण संगीत बिना 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 सब एठे अपूर्ण संगीत बिना। सृष्टिर आरंभ क्षणे शुभिथिला प्रणमाक्षर ओम ध्वनिर साथी रे सृष्टि सरगमर सात स्वर षडचरी सब गंधार मध्यम पंचम धैवत निषाद प्राण प्रतिष्ठित हेला सृष्टि रे छैला नव आह्लाद भरे शक्ति आनंद मना सब एठी अपूर्ण संगीत बिना सब एठी अपूर्ण संगीत बिना सब एठी अपूर्ण संगीत बिना। हर हर महादेव हर हर महादेव महादेवंकर जय महादेव
ମହାଦେବଙ୍କର ଶିବ ନିଜର ମସ୍ତକ ଉପରେ ଚନ୍ଦ୍ରମାଙ୍କୁ ଧାରଣ କରିବେ। ଆମେ ସ୍ୱୟଂକୁ ଏହି ଅଦ୍ଭୁତ ଘଟଣାର ସାକ୍ଷୀ ରହିବା ପାଇଁ ଅଟକେଇ ପାରିଲୁ ନାହିଁ ମହାଦେବ। ଆପଣ ଦୁହିଁଙ୍କୁ ସ୍ୱାଗତ। हर हर महादेव हर हर महादेव महादेवंकर महादेवंकर हर हर महादेव हर हर महादेव महादेवंकर प्रजापति दक्षଙ୍କ ଅଭିଶାପ କାରଣରୁ ମାସରେ 15 ଦିନ ଆପଣଙ୍କର କ୍ଷୟ ହେବ ଚନ୍ଦ୍ରଦେବ। ଆଉ ପ୍ରତିଦିନ ଆପଣଙ୍କ ଆକାର ଛୋଟ ହେବାକୁ ଲାଗିବ। ପରନ୍ତୁ ମୋର ଅଭୟଦାନ କାରଣରୁ ପୁଣି 15 ଦିନରେ ପ୍ରତିଦିନ ଆପଣଙ୍କ ଆକାର ବୃଦ୍ଧି ହେବାକୁ ଲାଗିବ। ଆଉ ପୂର୍ଣ୍ଣମୀରେ ନିଜ ବାସ୍ତବିକ ଆକାରକୁ ଫେରି ଆସିବେ। ଆଉ ଆପଣଙ୍କର ଏହି ଚକ୍ର ପ୍ରତ୍ୟେକ ମାସ ସୃଷ୍ଟିର ଅନ୍ତ ଯାଏଁ କ୍ରିୟାଶୀଳ ହେବ। ମହାଦେବ, ମୁଁ ଏହି ସ୍ଥାନରେ ଆପଣଙ୍କ ଭବ୍ୟ ମନ୍ଦିର କରିବି। ଆଉ ଆଜିଠାରୁ ଏହି ପବିତ୍ର ସ୍ଥାନ ସୋମନାଥ ତୀର୍ଥ ନାମରେ ପରିଚିତ ହେବ। ଏଠାକୁ ଆସୁଥିବା ପ୍ରତ୍ୟେକ ଭକ୍ତର ପ୍ରତ୍ୟେକ ବାଧା ପ୍ରତ୍ୟେକ ପ୍ରକାରର ଦୋଷ ଦୂର ହେବ।
ଆଜିର ତିଥି ସତରେ କିଛି ବିଶେଷ। ଆଜି ଆପଣ ଅଭିଶାପ ମୁକ୍ତ ହେଲେ ମହାଦେବ। ଆଉ ଆଜି ହିଁ ଆପଣ ଚନ୍ଦ୍ରମାଙ୍କୁ ଅଭୟଦାନ ଦେଇଛନ୍ତି। ଅତଏବ ଆଜିର ଏହି ବିଶେଷ ତିଥିକୁ ଏହି ସଂସାର ମହାଶିବରାତ୍ରି ରୂପରେ ଜାଣିବ। ବିଷ୍ଣୁ ଏହି ତିଥିକୁ ନାମକରଣ କରିଲେ। ଏବେ ମହାଶିବରାତ୍ରିକୁ ଆପଣଙ୍କ ବରଦାନ ମିଳିବା ଆବଶ୍ୟକ ମହାଦେବ। ମହାଶିବରାତ୍ରିର ବ୍ରତ ବିଶେଷ ଫଳର ପ୍ରଦାନକାରୀ ହେବ। ଏହି ବ୍ରତକୁ ଧାରଣ କଲେ ପୁରୁଷମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ସଧବା ନାରୀର ସିନ୍ଦୁର ସର୍ବଦା ଛଟକୁ ଥିବ। ଆଉ କୁମାରୀ କନ୍ୟାମାନଙ୍କର ବାଞ୍ଛିତ ବରପ୍ରାପ୍ତ ହେବ। ଏବେ ତ ସତ୍ୟକୁ ସ୍ୱୀକାର କରନ୍ତୁ ମହାଦେବ। ଏହା ହିଁ ସତ୍ୟ। ମୁଁ ହିଁ ଆପଣଙ୍କର ଆଦିଶକ୍ତି। ମୁଁ ହିଁ ଆପଣଙ୍କର ଅର୍ଦ୍ଧାଙ୍ଗିନୀ। ଏହା ହିଁ ସତ୍ୟ ଯେ ବ୍ରହ୍ମା ବିଷ୍ଣୁ ମିଶି ମୋର ପୂଜା କଲେ ଆଉ ଆପଣ ଅଭିଶାପ ମୁକ୍ତ ହେଲେ। ଆଉ ସବୁଠାରୁ ବଡ଼ ସତ୍ୟ, ଆମେ ପରସ୍ପରଙ୍କ ପାଇଁ ଜନ୍ମ ନେଇଛୁ। ଆଉ ଆଜି ମହାଶିବରାତ୍ରିର ଶୁଭ ମୁହୂର୍ତ୍ତରେ ଆପଣ ମୋର ବରଣ କରିବେ। ମତେ ମୋ ମନ ମୁତାବକ ବର ଦେଇ ଦିଅନ୍ତୁ ଶିବ। ମୁଁ ପ୍ରତୀକ୍ଷା କରିଛି। ନା, ସତୀଙ୍କୁ ମରିବାକୁ ପଡ଼ିବ। ଏବେ ଆଉ କୌଣସି ବିକଳ୍ପ ନାହିଁ। ସେ ମର୍ଯ୍ୟାଦାର ଉଲ୍ଲଂଘନ କରିଛନ୍ତି। ସେଥିପାଇଁ ତାଙ୍କର ଏଠି କୌଣସି ସ୍ଥାନ ନାହିଁ। ସେ ଶିବଙ୍କର ହେଇଯାଆନ୍ତୁ, ଏଇଟା ମୁଁ କଦାପି ହବାକୁ ଦେବି ନାହିଁ। କଦାପି ନୁହେଁ। ଇଏ ଆପଣ କଣ କହୁଛନ୍ତି ସ୍ୱାମୀ? ସତୀ ଆମ ସନ୍ତାନ, ଆପଣଙ୍କର ସବୁଠୁ ପ୍ରିୟ ପୁତ୍ରୀ ସିଏ ଥିଲେ। ପରନ୍ତୁ ଏବେ ନୁହେଁ। ପିତାଶ୍ରୀ, ମୁଁ ଜାଣିଛି ସତୀ ଆପଣଙ୍କୁ ବହୁତ ଦୁଃଖ ଦେଇଛନ୍ତି, କିନ୍ତୁ ତାଙ୍କୁ ଏପରି ଦଣ୍ଡ ଦିଅନ୍ତୁନି ପିତାଶ୍ରୀ। ଆପଣ ଦିଅନ୍ତୁନି। ଏ ଅନ୍ୟାୟ। ଜଣେ ପିତା ହେଇ ଆପଣ ଏତେ ବଡ଼ ଅନର୍ଥ କିପରି କରିପାରିବେ? ଭୁଲି ଯାଉନି ଯେ ମୁଁ କେବଳ ପିତା ନୁହେଁ, ପ୍ରଜାପତି ଦକ୍ଷ ମଧ୍ୟ। ଯଦି ଆପଣ ପ୍ରଜାପତି, ତେବେ କଣ ନ୍ୟାୟ ପାଇଁ ନିଜ ପୁତ୍ରୀଙ୍କୁ ମୃତ୍ୟୁଦଣ୍ଡ ଦେଇଦେବେ? ତେବେ କଣ ମୁଁ ଶିବଙ୍କ ଠାରୁ ପରାଜୟ ସ୍ୱୀକାର କରିନେବି? ନା, ଏପରି ହେଇପାରିବ ନାହିଁ। ଏହା ଅସମ୍ଭବ। ଅସମ୍ଭବ ଏହା। ଏହା ମୁଁ କଣ ଦେଖୁଛି? ପ୍ରଜାପତି ଦକ୍ଷଙ୍କ ପତ୍ନୀ, ସ୍ୱୟଂଭୂ ମନୁଙ୍କ ପୁତ୍ରୀ କେଉଁ ଦ୍ୱିଧାରେ ପଡ଼ିଯାଇଛନ୍ତି? କଦାଚିତ ଆପଣ ଭୁଲି ଯାଉଛନ୍ତି ସ୍ୱାମୀ, ଯେ ପ୍ରଜାପତି ଦକ୍ଷଙ୍କ ପତ୍ନୀ ଆଉ ସ୍ୱୟଂଭୂ ମନୁଙ୍କ ପୁତ୍ରୀ ଜଣେ ମାତା ବି, ସତୀଙ୍କ ମାତା।
ଆଉ ମାତାଙ୍କ ଭୂମିକା ଏ ସଂସାରରେ ମହତ୍ୱପୂର୍ଣ୍ଣ। ମୁଁ ଜନନୀ ସ୍ୱାମୀ ଯାହାଙ୍କୁ ମୁଁ ଜନ୍ମ ଦେଇଛି, ମୁଁ ତାଙ୍କ ମୃତ୍ୟୁ କେମିତି ଦେଖିପାରିବି ସ୍ୱାମୀ? କେମିତି? ଏହା ତମ ଦୁର୍ଭାଗ୍ୟ ପ୍ରସୂତି ଯେ ତମ ପୁତ୍ରୀ ମୋ ଆଦେଶକୁ ଅବମାନନା କରିଛନ୍ତି, ମୋ ଭାବନାର ଅନାଦର କରିଛନ୍ତି, ମୋ ଉତ୍ତରଦାୟିତ୍ୱକୁ ଆହ୍ୱାନ ଦେଇଛନ୍ତି ସିଏ। ମୋ ମାନ ସମ୍ମାନ ଓ ପ୍ରତିଷ୍ଠାକୁ ଆଘାତ ଦେଇଛନ୍ତି ସିଏ। ସେଥିପାଇଁ ସତୀଙ୍କର ମୃତ୍ୟୁ ଅନିବାର୍ଯ୍ୟ। এই ବ୍ରତକୁ ଧାରଣ କଲେ ସଧବା ସ୍ତ୍ରୀମାନଙ୍କର ସିନ୍ଦୁର ସର୍ବଦା ଝଟକୁଥିବ, ଆଉ କୁମାରୀ କନ୍ୟାମାନଙ୍କୁ ବାଞ୍ଛିତ ବରପ୍ରାପ୍ତ ହେବ। ସ୍ୱୟଂ ବିଷ୍ଣୁ ଆଉ ବ୍ରହ୍ମା ଆସି ଆପଣଙ୍କର ପୂଜା କଲେ। ଆପଣ ହିଁ ତ ଆଦିଶକ୍ତି। ଶିବଙ୍କର ବିଚ୍ଛେଦ ହୋଇଥିବା ଅର୍ଦ୍ଧାଙ୍ଗ ତାଙ୍କର ଅର୍ଦ୍ଧାଙ୍ଗିନୀ। କଣ ହେଇଛି ସତୀ? ତମେ ଏଠିକି କାହିଁକି ଚାଲି ଆସିଲ? ତେବେ ଆଉ କଣ କରିଥାନ୍ତି? ଆହୁରି ଅପମାନିତ ହେଇଥାନ୍ତି, ତାଙ୍କ ଉପେକ୍ଷାକୁ ସହ୍ୟ କରିଥାନ୍ତି। ତାଙ୍କ ପାଇଁ ମୁଁ କେତେ ଦୁଃଖ ସହ୍ୟ କରିଛି, ପରନ୍ତୁ ଥରୁଟିଏ ବି ସିଏ ମୋ ମୁଖକୁ ଚାହିଁଲେନି। ପଥର ଉପରେ ବସି ବସି ତାଙ୍କ ହୃଦୟ ବି ପଥର ପାଲଟି ଯାଇଛି, ଯେଉଁଥିରେ ପ୍ରେମ ଆଉ ସମ୍ବେଦନା ପରି ଅନୁଭୂତି ପାଇଁ କୌଣସି ସ୍ଥାନ ହିଁ ନାହିଁ। ଏପରି କୁହନ୍ତୁନି ସତୀ। ଯଦି ସେ ପଥରର ହେଇଥାନ୍ତେ, କଣ ବାରମ୍ବାର ତୁମ ଡାକରେ ଆସିଥାନ୍ତେ? କେବେ ତୁମର ସହାୟତା ପାଇଁ, ଆଉ କେବେ ତୁମ ମାଧ୍ୟମରେ ଅନ୍ୟ କାହାକୁ ରକ୍ଷା କରିବା ପାଇଁ। ସେ ତୁମକୁ କେବେ ନିରାଶ ହେବାକୁ ଦେଇନାହାନ୍ତି। ପରନ୍ତୁ ଆଜି ଯେବେ ତାଙ୍କର ଭକ୍ତଗଣ ମିଶିକି ତାଙ୍କର ଆରାଧନା କରୁଛନ୍ତି, ମହାଶିବରାତ୍ରିର ଉତ୍ସବ ପାଳନ କରୁଛନ୍ତି, ତେବେ ତୁମେ ଏହା ହିଁ ଚାହୁଁଛ ଯେ ସେ ସବୁ କିଛି ଛାଡ଼ି କେବଳ ତୁମ ଆଡ଼କୁ ଧ୍ୟାନ ଦେବେ? ଏମିତି ତ ହେଇପାରିବନି ନା ସତୀ। ତୁମେ ଏକଥା ଭୁଲି ଯାଅନି ଯେ ଶିବଙ୍କ ଉପରେ ତାଙ୍କ ଭକ୍ତଗଣଙ୍କର ବି ଅଧିକାର ଅଛି। ତୁମେ ବ୍ୟକ୍ତିଗତ ହେଇଯାଉଛ। କାରଣ ମୁଁ ଶିବଙ୍କର ଭକ୍ତ ନୁହେଁ, ତାଙ୍କର ଅର୍ଦ୍ଧାଙ୍ଗିନୀ। ସେ ମୋର, କେବଳ ମୋର। ତାଙ୍କ ସହିତ ବ୍ୟକ୍ତିଗତ ହବାର ଅଧିକାର ମୋର ଅଛି। ପ୍ରେମରେ ଏମିତି ଜିଦି କରନ୍ତିନି। ଚାଲ, ତୁମେ ହିଁ ପ୍ରଥମେ ତାଙ୍କ ସହ କଥା ହୁଅ। ଆସ। ନା ମଦନିକେ, ମୁଁ ଆଉ ସହ୍ୟ କରିପାରିବି ନାହିଁ। ଯଦି ତାଙ୍କର ମୋ ସହିତ କଥା ହବାର ଥିବ, ସିଏ ସ୍ୱୟଂ ମୋ ପାଖକୁ ଆସିବେ। ଏବେ ମୋତେ ହିଁ କୌଣସି ପ୍ରକାରେ ମହାଦେବଙ୍କୁ ସତୀଙ୍କ ସମ୍ମୁଖକୁ ଆଣିବାକୁ ହେବ। ନାଇଁ ସ୍ୱାମୀ, ନାଇଁ, ତାଙ୍କୁ କ୍ଷମା କରିଦିଅନ୍ତୁ ସ୍ୱାମୀ, ତାଙ୍କୁ କ୍ଷମା କରିଦିଅନ୍ତୁ, ତାଙ୍କୁ କ୍ଷମା କରିଦିଅନ୍ତୁ ସ୍ୱାମୀ। ପିତାଶ୍ରୀ, ଆପଣଙ୍କୁ ବିନତି କରୁଛୁ ପିତାଶ୍ରୀ, ଏପରି କରନ୍ତୁ ନାହିଁ। ପିତାଶ୍ରୀ, ସତ୍ୟଙ୍କୁ ଏକ ଅନ୍ତିମ ସୁଯୋଗ ଦେବା ପାଇଁ ମୁଁ ଆପଣଙ୍କୁ ବିନତି କରୁଛି। ତାଙ୍କୁ ମୁଁ ବୁଝେଇବି। ଆମେ ସମସ୍ତେ ତାଙ୍କୁ ବୁଝେଇବୁ ପିତାଶ୍ରୀ, ଆମେ ସମସ୍ତେ ତାଙ୍କୁ ବୁଝେଇବୁ। ଅମାତ୍ୟ, ମୁଁ ଅବିଳମ୍ବେ ପ୍ରଭାସ କ୍ଷେତ୍ର ପାଇଁ ପ୍ରସ୍ଥାନ କରିବି। ଯଥାଜ୍ଞା ପ୍ରଜାପତି। କିନ୍ତୁ ପିତାଶ୍ରୀ, ଆପଣ ସ୍ୱୟଂ କହିଥିଲେ ନା ଯେ ସତୀଙ୍କୁ ଭ୍ରମିତ କରାଯାଇଛି। ତେବେ କଣ ଆପଣ ନିଜର ସମସ୍ତ ଶକ୍ତି ଦ୍ୱାରା ସତୀଙ୍କ ଭ୍ରମକୁ ଖଣ୍ଡନ କରିପାରିବେନି? ସ୍ୱାମୀ, ସତୀଙ୍କୁ ମୃତ୍ୟୁ ଦଣ୍ଡ ଦେଇ
आपण समस्त परिवार को दंडित करुछंती स्वामी। ये किपरि न्याय स्वामी। निज स्वार्थ पई संपूर्ण परिवार को लज्जित करने पूर्व सती भाविलेनी कहीं स्वामी स्वामी से आपण को संतान स्वामी। जदि निजर भूल पाई से जदि आपण को क्षमा मागे तेबे आपण तांको क्षमा करि दियंतु स्वामी। स्वामी तांको क्षमा करि दियंतु। स्वामी तांको क्षमा करि दियंतु। तांको क्षमा करि दियंतु माता। अंतिम थर पई तांको क्षमा करि दियंतु स्वामी। अंतिम थर क्षमा। प्रभु आपण तो सर्वज्ञ। सतींक व्यथा भी आपण जानिथिबे। से बहुत प्रेम करुछंती आपणको प्रेम करिबा पई से कठिन रु कठिन परिस्थितिर सामना करिछंती। प्रत्येक परीक्षा सफल होइछंती से, किंतु एबे तांको आउ प्रतीक्षा करंतुनी आपण। से निज धैर्यर चरम सीमा लंघी सारिलेणी। एबे से भांगी पड़िबे प्रभु। जदि आपण तांको सहित कथा न हुअंती तेबे से भांगी पड़िबे। मु बहुत तुच्छ, बहुत छोट। आपणको ठारू किछि भी मागिबार अधिकार नाही मो पाखरे। किंतु सती सी तो मो पुत्री समान प्रभु। तांकर दुख मु देखि पारुनी। बास थरक पाई निज अर्धांगिनी सहित कथा ही जानतु। से आपण को प्रतीक्षा करिसंती। से तांको पिता द्वारा दिया जाइथिबा प्रत्येक जातना को स्वीकार करिसंती। अनेक कष्ट सहिचंती। तांको आपणको ऊपर एतिक अधिकार देई दियंतु महादेव। आज शिवरात्रि मदनिके आज प्रत्येक भक्तों प्रार्थना मु स्वीकार करी। मो सती पाखक जीवी, अवश्य जीवी। मोर संपूर्ण विश्वास अछि आपण सतींक मनस्कामना को भी अवश्य पूर्ण करिवे महादेव।
ଆପଣଙ୍କ ସହିତ ମୋର ସମ୍ପର୍କ କ'ଣ ଜାଣି ନଥିଲି କାହିଁକି ବାରମ୍ବାର ଆପଣଙ୍କ ପ୍ରତି ଆକର୍ଷିତ ହେଉଛି ଜାଣି ନଥିଲି ଯେ ପ୍ରତ୍ୟେକ ଦ୍ୱିବିଧାରେ ମୁଁ କାହିଁକି ଆପଣଙ୍କୁ ଡାକୁଥିଲି କାହିଁକି ମୋ ସ୍ୱପ୍ନରେ ଆପଣ ଆସୁଥିଲେ କାହିଁକି ମୋ ବିଚାର ଆପଣଙ୍କ ଠାରୁ ମୁକ୍ତ ନଥିଲା କାହିଁକି ଆପଣଙ୍କ ଉପେକ୍ଷା ଦୁଃଖ ସମ୍ମୁଖରେ ସଂସାରର ପ୍ରତିଟି ଦୁଃଖ ସାମାନ୍ୟ ଲାଗିଲା କାରଣ ମୁଁ ସତ୍ୟ ଠାରୁ ଅନଭିଜ୍ଞ ଥିଲି ପରନ୍ତୁ ଆପଣ ତ ଜାଣିଥିଲେ ନା ଜାଣିଥିଲେ ମୁଁ ଆପଣଙ୍କର ଅର୍ଦ୍ଧାଙ୍ଗିନୀ ଏଇ କଥା ଜାଣିକି ବି ଆପଣ ମୋଠୁ ଦୂରରେ କିପରି ରହିପାରିଲେ କଣ ଥରୁଟିଏ ବି ଇଚ୍ଛା ହେଲାନି ଯେ ମତେ ହୃଦୟରେ ଧରି କହିପାରିଥାନ୍ତେ ଏ ବିୟୋଗ ଆପଣ କିପରି ସହ୍ୟ କଲେ ଏଇ ସତ୍ୟ ମତେ କହିପାରିଥାନ୍ତେ କଣ କେବେ ବି ଆପଣଙ୍କୁ ଦୁଃଖ ହୁଏନି କେବେ ଇଚ୍ଛା ହୁଏନି ମତେ ସତ୍ୟ କହିବା ପାଇଁ ମୋ ବାସ୍ତବିକତା ସହିତ ଅବଗତ କରାଇବା ପାଇଁ ମତେ ଏ କଥା କହିବା ପାଇଁ ଯେ ମୁଁ ଆପଣଙ୍କର କିଏ ମୁଁ ଆପଣଙ୍କର କଣ ସେ ସତ୍ୟକୁ ତୁମେ ନ ଜାଣିବାଟା ହିଁ ଭଲ ଥିଲା ସତୀ ପରନ୍ତୁ କାହିଁକି କାହିଁକି ନା ଆମର ମିଳନ ଅସମ୍ଭବ ମୁଁ ଆପଣଙ୍କର ଅର୍ଦ୍ଧାଙ୍ଗିନୀ ମୁଁ ସ୍ୱୟଂ ଦେଖିଛି ଏସବୁ ତେବେ ଏ ସମ୍ଭବ କାହିଁକି ନୁହେଁ ଅଥବା ଆପଣ ପୁନର୍ବାର ମତେ ଆପଣେଇବାକୁ ଚାହୁଁନାହାନ୍ତି କାରଣ ତୁମେ ପ୍ରଜାପତି ଦକ୍ଷଙ୍କ ପୁତ୍ରୀ ଦକ୍ଷିଣୀ ପ୍ରତିଶୋଧ ପିତାଶ୍ରୀଙ୍କ ସହ ଶତ୍ରୁତା କାରଣରୁ ଆପଣ ମୋ ପ୍ରେମକୁ ଅସ୍ୱୀକାର କରୁଛନ୍ତି ନାହିଁ ସତୀ ମୋର କେହି ଶତ୍ରୁ ନୁହନ୍ତି ତୁମ ପିତା ବି ନୁହନ୍ତି ସତ୍ୟ ତ ଏଇଆ ଯେ ତୁମ ଜୀବନ ସୀମାବଦ୍ଧ ଆଉ ମୁଁ ତାଠୁ ବହୁତ ଦୂରରେ ଆମର ମିଳନ ଅସମ୍ଭବ କିପରି ସୀମା କଣ କହୁଛନ୍ତି ଆପଣ ଜାଣିବାକୁ ଚାହୁଁଛ ତେବେ ଦେଖ
ଦକ୍ଷଙ୍କ ଦୁନିଆର ମନୁଷ୍ୟ ଆଉ ଦକ୍ଷଙ୍କ ପୁତ୍ରୀ ବି ସମସ୍ତଙ୍କ ଯାତ୍ରା ଏଇଠି ଆସି ସମାପ୍ତ ହେଇଥାଏ ସତୀ। ଆଉ ଏହିଠାରୁ ଆରମ୍ଭ ହୁଏ ମୋର ସଂସାର, ଯେଉଁଠାରେ ମୁଁ ନିବାସ କରେ। ये होचे सेई सीमा सती जहाको पंचतत्व निर्मित शरीर केबे भी लंघी पारिब नाही। तमे जेते भी चाहो सती तमे एठी रही पारिब नाही। तुमर आ मोर संसार बहुत भिन्न। रही पारिबी आपणक सहित कोठी भी कौनसी परिस्थिति रे भी रही जिबी। आपणको पाइबा पाई मु मोर प्रतिटी सुख त्याग करिबी। जदि पंचभूत रे निर्मित ए शरीर सीमा मते आपणको पाइबारे बाधा दिए तेबे एहा को भी थरुटिए केवल थरुटिए मते ये अधिकार तो दियंतु। हट्टरे पड़ी एक कथा भूली जाओनी सती जे प्रेम एक वितृष्णा किंतु यार सत्य आउ किछि हेताए। जो सत्य को तुम्हें बुझिबा आवश्यक भूली जाओ मते दक्षिणी मते भूली जीवाटा ही तुम पाई हित कर। हित जदि आपण को मोर हित पाई चिंता थाए तेबे आपण बारंबार कहि न थांते जे मु आपण को भूली जाए। सत्य तो एहा जे आपण मते आपण को योग्य भाबु नहंती। नहले प्रत्येक थर नुआ नुआ दुविधा सहित आपण मते आपण को ठर दूरे देबार प्रयास करि न थांते। मुही मूर्ख थिले जे आपणक कृपा दृष्टि को आपणक प्रेम भावी बसी थिली। आपणकर बारंबार दर्शन रे निज अधूरपणर पूर्ण हेबार संकेत भावी थिली। मु भूल करिछि मते क्षमा करि दियंतु महादेव मते क्षमा करि दियंतु।
ତମକୁ ସୁଯୋଗ ଦେଇଥିଲି ଭୁଲକୁ ସୁଧାରିବା ପାଇଁ, ପରନ୍ତୁ ତମେ ନିଜ ପିତାଙ୍କର ସହନଶୀଳତାର ଲାଭ ଉଠେଇଲ। ପରନ୍ତୁ ଆଜି ତମେ ଯାହା କରିଛ ତାପରେ କୌଣସି ବି ପିତା ନିଜ ପୁତ୍ରୀ ଉପରେ ପୂର୍ଣ୍ଣ ବିଶ୍ୱାସ କରିବେ ନାହିଁ। ତମେ ଅପରାଧ କରିଛ, ଏହା ହେଉଛି ତମ ଅପରାଧ। ହଁ, ତମେ ଏକ ଏପରି ଅପରାଧ କରିଛ ଯାହା ପାଇଁ ତମ ଜନ୍ମଦାତା ପ୍ରଜାପତି ଦକ୍ଷ ତମକୁ ମୃତ୍ୟୁଦଣ୍ଡ ଦେଉଛନ୍ତି। जी आपणकर योग्य नुहे ता जीवनर कौन महत्व अछि? पिताश्री मते मृत्युदंड दे स्वयं यही मार्ग को प्रचलित करिसंती। महादेव, आज जाए निज अहंकार जहाँ भी किसी करिछंती मु सेथिपई आपनको क्षमा भी करिछि। परंतु आज आपण ना केवल एक पितार धर्म को उल्लंघन करिछंती बरं पितार नाम को कलंकित भी करिछंती।